ତମ ଭାଉଜ ଅନୁଷ୍କା ଭାଉଜ ଆରେ ଶାଶୁଘରକୁ କିଏ ଆସି ପାଠ ପଢି ସେ ଘରକୁ ଆସି ପାଠ ପଢୁଛନ୍ତି କି ପାଠ ପଢୁଛନ୍ତି କେଜାଣି ସକାଳୁ ଯାଉଛନ୍ତି ସଂଯୋଗ କରୁଛନ୍ତି ସେଇଥିପାଇଁ ମୋ ଭାଇ ଭାଉଜ ସେ ଘର କାମ ମୋ ଭାଇ ଭାଉଜ କରିବେ ବାବା କୁଆଡେ ବାହାରିଲ ମୋର କ୍ଲାସ ଅଛି ଲେଟ୍ ହେଲାଣି ମୁଁ ଆସୁଛି ଘରଟାକୁ ଝାଡୁ କରିଦେଇଛ ଆଗରୁ କହିଥିଲି ମୁଁ କରିଦେଇଥାନ୍ତି ଏବେ କିନ୍ତୁ ବହୁତ ଲେଟ୍ ହେଇଗଲାଣି ଝାଡୁ ନ କଲେ ନାହିଁ ବାସନ ତ ମାଜି ଦେଇଯାଅ କାମିନି ସେତେବେଳେ ମୁଁ କହୁଛୁ ମୋର କ୍ଲାସ ଅଛି ଲେଟ୍ ହେଲାଣି ତୁ କହୁଛୁ ଝାଡୁ କରିଦିଅ ବାସନ ମାଜି ଦେଇ ସବୁ କଣ ରୁଦ୍ର ତମ ଭାଉଜ କଣ କହୁଛନ୍ତି ଶୁଣି ପାରୁଛ ତ ସିଏ ଖାଇଲେ ରୋଷେଇ କରିବି ମୁଁ ଏ ଘର ସାରା ଝାଡୁ କରିବି ମୁଁ ଘର ସବୁ ବାସନ ମାଜିବି ମୁଁ ଯଦି ଘର ସବୁ କାମ ମତେ କରିବାର ଥିଲା ତାହେଲେ ସିଏ ଘରକୁ କାମିନି ରଖ ତମ ସେ ସ୍ତ୍ରୀ ପ୍ରେମ ମଣିଷଟି ଅର୍ଥ ମରା ହେଇଗଲାଣି କେତେବେଳେ ଦେହରୁ ଜୀବନଟା ଛାଡିଯିବ ସେଇ ଦିନକୁ ଅପେକ୍ଷା କରିବ ତମେ ସବୁ କୁହନି କିଛି ହବନି କିଛି ହବ ତମ ହଳଚି ରୁଦ୍ର ସମସ୍ତ ନିଜ ନିଜ ସ୍ୱାର୍ଥ ରହିଲ ମରିବ ଏକା ମୋ ସ୍ତ୍ରୀ ଆରେ କର୍ମାଇ ଦୌଡ଼ ଗାଡ଼ି କରୁଛୁ ପାର୍ଟି କରିବାକୁ ପରିସ୍ଥିତି ମୋତେ ବାଧ୍ୟ କରିଛି କେତେ ଦିନ ଦାବି ଦୁଃଖ ଦେଖିବୁ ଆରେ ରୁଦ୍ର ପଢୁଛି ଶୀଘ୍ର ଶୀଘ୍ର ନେବା ଏମିତି କହିବାର ମାନେ ଭାଉ ଯାଉଛନ୍ତି ଏ ଘର ବଡ଼ ବୋହୂ ହିସାବରେ ଏ ଘର ଦାୟିତ୍ୱ ନେଇ ସେ ଯଦି ସକାଳୁ ଯାଇ ସନ୍ଧ୍ୟାରେ ଫେରିଲେ ଏ ମୂର୍ଖ ଯେ ବୋହୂ କୁଆଡ଼େ କ'ଣ ବୁଲିବାକୁ ଯାଉଛନ୍ତି ଡାକ୍ତରୀ ପାଠ ପଢ଼ାରେ କେତେ ସମୟ ଦେବାକୁ ହୁଏ ସେ କଥା କ'ଣ ତୁ ଜାଣିବୁ ସେଇଥିପାଇଁ କି ମୁଁ ପଢିବାକୁ ରାଜି ନଥିଲି କିନ୍ତୁ ଏଇ ରୁଦ୍ର ମତେ ବାଧ୍ୟ କଲେ କହିଲେ କ'ଣ ନା ଭାଉଜ ତମେ ବହୁତ ଭଲ ଷ୍ଟୁଡେଣ୍ଟ ତମେ ପାଠ ପଢ ତମର ଫ୍ୟୁଚର ଅଛି ଆଉ ଏବେ ଯଦି ରୁଦ୍ର ଏ କଥା କ'ଣ ସତ ତମ ଭାଉଜଙ୍କ ଫ୍ୟୁଚର କଥା ତମେ ଚିନ୍ତା କରୁଛ ଠିକ ଅଛି ତମ ଭାଉଜଙ୍କ ଫ୍ୟୁଚର କଥା ତମେ ଚିନ୍ତା କର କିନ୍ତୁ ମୋ କଥା ଭୁଲି ଯାଅ ଓହୋ ତମେ ରୁଦ୍ରକୁ ଭୁଲ ବୁଝିଲ କେମିତି ଆଉ ଠିକ ବୁଝିବି ଜଣେ ଇଞ୍ଜିନିୟର ହିସାବରେ ଯେତିକି ଟଙ୍କା ରୋଜଗାର କରୁଛନ୍ତି ସବୁ ଟଙ୍କା ତ ତାଙ୍କ ଭାଉଜଙ୍କ ପାଠ ପଢାରେ ସାରୁଛନ୍ତି ଅନୁଷ୍କାର ପାଠ ପଢା ପାଇଁ ତ ସବୁ ଟଙ୍କା ମୁଁ ଖର୍ଚ୍ଚ କରୁଛି ଆଉ ଘର ଖର୍ଚ୍ଚ ଗୋଟେ ପ୍ରାଇଭେଟ କଲେଜର ଲେକ୍ଚରର ହିସାବରେ ମୋର କେତେ ଟଙ୍କା ଦରମା ଯାହା ତ ଇନକମ୍ ହେଉଛି ପାଠ ପଢାରେ ଖର୍ଚ୍ଚ ହେଉଛି ସେଥିପାଇଁ ରୁଦ୍ର ଘର ଖର୍ଚ୍ଚ କରୁଛି ରୁଦ୍ର ଯଦି ଘର ସବୁ ଖର୍ଚ୍ଚ କରିବେ ତାହେଲେ ମୋ ଫ୍ୟୁଚର ତ ବଡ କଥା ଆରେ କେତେବେଳେ କୋଉ କଥା କଥାରେ ନାହିଁ ଯେତେ ଭାଇ ସେତେ ଘର ନାଇଁ ବୋହୂ ନାଇଁ ତମେ କହୁଥିବା କଥାଟାକୁ ଆମେ ତିନି ଭାଇ ଭୁଲ ବୋଲି ପ୍ରମାଣ କରିଦେବୁ ଆମ ଘରର ଗୋଟାଏ ଭାତ ହାଣ୍ଡି କେବେ ତିନିଟା ହବନି ବୋହୂ ଏ ଘରର ଅଗଣା ମଝିରେ କେବେ ବତେରି ଉଠିବନି ସାରା ଜୀବନ ଆମେ ତିନି ଭାଇ ଏକାଠି ରହିବୁ ଏଇଥିପାଇଁ ପରା ମୁଁ ବାହା ହେଇନି ବୋହୂ ସ୍ତ୍ରୀ ଶବ୍ଦର ଅର୍ଥ ବୁଝିବାକୁ ଚେଷ୍ଟା କରିବି ମୋ ଝିଅଙ୍କ ମୁହଁରୁ ବାପା ଡାକ ଶୁଣିବାକୁ ଇଚ୍ଛା କରିନି ଯୋଉଦିନ ମୋ ବାପା ଏଇ ଦି ଭାଇଙ୍କୁ ମୋ ପିଠିରେ ଲାଉ କରିଦେଇ ଆର ପାରିକି ଚାଲିଗଲେ ସେଇ ଦିନଠାରୁ ମୁଁ ମୋ ମନକୁ ବୁଝେଇ ଦେଇଛି ବୋହୂ ଏଇ ରୁଦ୍ର ଆଦିତ୍ୟ ହଉଛନ୍ତି ମୋର ଦି ପୁଅ ଏଇମାନଙ୍କ ମୁହଁକୁ ଯାଇ ଯାଇ ମୁଁ ସାରା ଜୀବନ ବିତେଇ ଦେବି ଆଉ ଏଇମାନଙ୍କ କାନ୍ଧରେ ମୋ ସାରିକି ଗଲେ ଆର ପାରିରେ ମୋ ଆତ୍ମା ଶାନ୍ତିରେ ରହିବ ଆରେ ଏମିତି ଭାଇ ଏ ଦୁନିଆରେ ଆଉ କାହାର ଅଛନ୍ତି ଆମ ଘରେ ଜଣେ ଭାଇକୁ ଜ୍ୱର କାଳେ ତିନି ଭାଇଙ୍କର ମୁଣ୍ଡ ବିନ୍ଧେ ଜଣେ ଭାଇ ଝୁଣ୍ଟି ପଡ଼ିଲେ ତିନି ଭାଇଙ୍କ ପାଦରୁ